ଆଉ ମୁଁ ସମସ୍ତଙ୍କୁ ହାପି ୱିମେନ୍ସ ଡେ ଜଣାଇବାକୁ ଚାହୁଁଛି। ମୁଁ ଗୋଟେ କଥାରେ ବିଶ୍ୱାସ କରେ କି ୱିମେନ୍ ଡେ ସେଲିବ୍ରେସନଟା ଏଇ ଗୋଟେ ଡେଟ୍ରେ ଯାতে ସୀମିତ ନା ଥାଉ। ସମସ୍ତେ ଯାতে ୱିମେନ୍କୁ ସେଲିବ୍ରେଟ୍ କରିବା କଥା, କାହିଁକିନା ପ୍ରତ୍ୟେକ ୱିମେନ୍ ସେ ଆମର ମା ହଉ, ଆମର ଝିଅ ହଉ, ସମସ୍ତଙ୍କୁ ସମ୍ମାନ ଦେବା କଥା, ଭଲ ପାଇବା ଦେବା କଥା। ତ କ'ଣ କହିବି, ଓମେନ୍ସ ଡେରେ ନାରୀ ସୁରକ୍ଷା କଥା ଯଦି ଦେଖାଯିବ, ନାରୀ ସୁରକ୍ଷା କଥା କ୍ରାଇମ୍ ବଢ଼ୁଛି, ନାରୀ କେତେ ସୁରକ୍ଷିତ ଅଛନ୍ତି? ଏଇ ନେଇକି ବହୁତ ଚିନ୍ତିତ ସମସ୍ତେ। ଗଭର୍ଣ୍ଣମେଣ୍ଟକୁ ଅନୁରୋଧ କରିବି କି ସେଇ ବିଷୟରେ ଚିନ୍ତା କରିବାକୁ କି କେମିତି ଭାବେ ୱିମେନ୍ର ପ୍ରୋଟେକ୍ସନ୍ ଆଜିକା ଡେଟ୍ରେ ଗୋଟେ ଛୋଟ ଛୁଆ ଯେତେବେଳେ ସ୍କୁଲରେ ଯାଉଛି କି କଲେଜରେ ଯାଉଛି, ମା ସବୁଠୁ ବେଶୀ ଚିନ୍ତା କରୁଛି କି ମୋ ଛୁଆଟା ଠିକ୍ସେ ଘରେ ଫେରି ପାରିବେ। ତ ସେଥିପାଇଁ ପ୍ରଶାସନକୁ ଅନୁରୋଧ କରିବି କି ଝିଅମାନଙ୍କୁ କେମିତି ସେଫ୍ଟି ପାଇଁ କ'ଣ କରିହେବ ସେଇ ନେଇକି ଚିନ୍ତା କରୁ। ବିଭିନ୍ନ ନାରୀଙ୍କର ଡ୍ରେସ୍ ଉପରେ ନେଇ କଥା କିଛି ଲୋକ ଦେଖିବାକୁ ଗଲେ 4 ବର୍ଷ ଛୁଆ ବି ରେପ୍ କରାଯାଉଛି, ତାଙ୍କର କ'ଣ ଭୁଲ ହେଉଛି? ଚିନ୍ତାଧାରାରେ ରେପ୍ ହୁଏ, ଡ୍ରେସ୍ ପିନ୍ଧିବାର କଥା ନୁହେଁ। ଯେଉଁଟା ଆପଣ କହିଲେ କି ଗୋଟେ ଛୋଟ ଯେ ଛୁଆଟେ ଯାହାର ମାସେ ବି ଏଜ୍ ହେଇଛି ସେ ବି ରେପ୍ ହେଇଯାଉଛି ଆକ୍ଚୁଆଲି। ସମସ୍ତଙ୍କୁ ଚିନ୍ତାଧାରା ଆଗରେ ଚେଞ୍ଜ କରିବା ଦରକାର। ଆଉ ମୁଁ ତ ଏମାନଙ୍କୁ ମାନେ ଏମାନଙ୍କୁ ମୁଁ କ'ଣ କହିବି, ଜାନୁଆର ବି କହିପାରିବିନି, ମାନେ ପଶୁ ବି କହିପାରିବିନି, କାହିଁକି ଆମ ଘରେ ରହୁଥିବା ବି କୁକୁର ବି ବହୁତ ହି ଲୟାଲ୍, ରାଇଟ୍। ତ ସେଥିପାଇଁ ଚିନ୍ତାଧାରାକୁ ଆଗେ ଠିକ୍ ବଦଳାଇବା ଦରକାର।